ମୁଁ ମୀମାଂସା ଦେବି ଭକ୍ତ ସଦାବେଳେ ଭଗବାନଙ୍କ ପାଦ ତଳେ ସଦାବେଳେ ସଦା ସର୍ବଦା ଛୋଟ ଥାଏ। ପଦ୍ଧତିଏ ଗାଇଥିଲେ ମୁଁ ବସିଥିଲି ଶୁଣୁଥିଲି। ଶାସ୍ତ୍ରକୁ ହେ ମୂର୍ଖକୁ ଭଣ୍ଡିବା ନିମନ୍ତେ ମୁନି ଲେଖିଲେ ନାନା ମତେ। ତେଣୁକରି ଯାହା ପଦଟେ ଗାଇବା ଘୋଷିବା ତାପରେ ଗାଇଲେ ସୁନ୍ଦର ମାଧୁର୍ଯ୍ୟ ଲାଗେ। ପଦଟିଏ ତେଜସ୍ୱିନୀ କାବ୍ୟରୁ ଗ୍ରନ୍ଥାବଳୀ ରାଧାନାଥ ରାୟଙ୍କର ଭାଇ ଗାଉଥିଲେ ପଦଟା ଭୁଲ। ପଦଟା ଲେଖା ହେଇଛି କଣ ଜାଣିଛୁ? ଆଉ ଯେ ଜଣେ ତେଜସ୍ୱୀ ତା ତେଜ ମତେ ଅଛିରେ ଜଣା ଫୁଲେଶ୍ୱର ଆଗେ ପଡ଼ିଲେ ସର୍ବେ ହୋଇବା ବଣା। ଆଉ ତର ତରରେ ତରାଇ ସୁତା ଏ ତର ତରରେ ତରାଇ ସୁତା ମନେ কথିତ ତର ତରରେ ତରାଇ ବିଛଟାରେ ଘାଟ କୂଳେ ହେଉ ବିଦିତ ତର ତରରେ ତରାଇ ସୁତା। ପ୍ରସଙ୍ଗ ଥିଲା କି ସେମାନେ ଭଗବାନ ମୋହଲି ଭକ୍ତ। ଆରେ ଭକ୍ତ ନଥିଲେ ଭଗବାନଙ୍କୁ ଚିହ୍ନେ କିଏ? ମୁଁ ଯଦି ନଥିବି ତମକୁ ଚିହ୍ନିବ କିଏ? ତମର ଫମ୍ପା ପଡିବ, ତମକୁ କେହି ଚିହ୍ନିବେନି। କାରଣ ଭକ୍ତ ଯୋଗୁ ଭଗବାନ କି ନାହିଁ। ସାଲବେଗ କଣ କହିଲେ? କିରେ ଭକ୍ତ ତ ପିତା ମାତା हेलो ଭକ୍ତ ତ ପିତା ମାତା ଭକ୍ତ ତ ବନ୍ଧୁ। ଭକ୍ତ ତ ପିତା ମାତା ଭକ୍ତ ତ ବନ୍ଧୁ। ভক্ত নিমন্তে নাম তর কৃপা সিন্ধু। ভগবান ভগবান মু ভক্ত প্রধানরে ভগবান। সংসারে ভক্ত আজ্ঞা এ সংসারে ভক্ত আজ্ঞা হেলা প্রধান হে শুণন্তু পণ্ডিত। চারি যুগে ମୁଁ ମାନୁଛି ମୁଁ ସେବା କରିଛି, କିନ୍ତୁ ମୁଁ ନଥିଲେ ତମେ ନାହ। ଏ ଚାରି ଯୁগে ସେବା ପାଇ ଭଗବାନ ତୁ ବୋলাই ଭଗବାନ ତୁ ବୋলাই। চারি যুগে সেবা পাই ভক্ত নামে তু বলাই ভক্ত নামে তু বলাই। খাইছি কি নাই এ বাবু কিরে সবরি ওইঠা খিয়া এ সবরি ওইঠা খাইলা ব্রাহ্মণ ওইঠা খাইলা আম পাই ভগবান কে চিন্তি কহিল ইয়াকর কেশ প্রবল বোধ হব। কিরে চারি যুগে সেবা পাই কিরে চারি যুগে সেবা পাই দিলুনি
ପୁଣ ଶୁଣ ଶୁଣ ହେ ଭଗ ଅମ୍ବୁଜରେ ସାଲବେଗ କହିଲେ ଭଗତମ ପିତାମାତା ଭଗତମ ବନ୍ଧୁ ନାଇଁ ବାବୁ ମୂଳ ନଥିଲେ ବିଜୟ ବାପା ନଥିଲେ ଛୁଆ ହୁଏ ମା କଣ ପେଲରୁ ଖାଇକି ଛୁଆ ଜନ୍ମ କରିଥିଲା ତତେ କି ବୁଢା ଆଉ କିଛି ଜାଣିପାରୁନି ତৈ କରଉନି ବୁଢାର ଆୟୁ ଗଲାଣି ଆଉ ଇରେ ଭଗତ ସିନା ପିତାମାତା ମୁଖ୍ୟ କିଏ ବାପା ବାପା ଥିଲେ ମା ସହିତ ସଙ୍ଗମ କଲେ ଛୁଆ ଜନ୍ମ ହୁଏ ଯଦି ବାପା ନଥିବ ମା ଛୁଆ ଜନ୍ମ କରିପାରିବ କି କେ ଜାଣି ତମର ଏଆର ନେଇକି ଜନ୍ମ କରୁଥିବେ କାଳେ ହେଇଥିବ ନାଇଁ କିରେ କହିଲା କହୁଛି ଏଥିରେ ପୁଅ ତନାଇଦା ଶପଥ ଟିକେ କହନ୍ତି ପଦ ଟିକେ କରି ଆରମ୍ଭ କରିବା ବୁଢାର ଆଉ କିଛି ତৈ କରହୁନି ବାଳ ଥିଲା କଳା ହୋଇଗଲା ଧଳା ଆୟୁଷ ତ ଗଲା ସରି ଆୟୁଷ ଦୀପରୁ ତେଲ ସରିଗଲେ ଚଳିବ କି ପୂର୍ବ ଭଳି ସବିଏ କହନ୍ତି ମରୁ ନାହିଁ ଏଟା ମିଛରେ ଭାସିଛି ଜାଣି ନାକର ସିଙ୍ଗାଣି ପାଟିରେ ପଶୁଛି ସମ୍ମାନୀୟ ଅମ୍ବୁଜ ବୁଢା ନ ପାରୁଛି ଜାଣି ଇରେ ଦେଖେ ତାକୁ ଡୁଙ୍ଗୁ ମତେ ଦେଖେ ତାକୁ ଡୁଙ୍ଗୁ ମତେ କହୁଛି ତତେ କିରେ ଦେଖେ ତାକୁ ଇରେ ପ୍ରଳୟ ଜଳରେ ଥାଇ ମିନ ଗିଳିଲାରେ ନେଇ ମିନ ଗିଳିଲାରେ ନେଇ କେ ଉଦ୍ଧାର କରିଲି ତତେ କିରେ ଉଦ୍ଧାର କରିଲି ତତେ ଡାକିଲୁ ବା ମତେ କିରେ ଦେଖେ ତାକୁ ବାବୁରେ ପ୍ରଳୟ ଜଳରେ ଯେତେବେଳେ ରାଘବ ମତ୍ସ୍ୟ ଗିଳିଦେଲା କାହାକୁ ଡାକିଥିଲୁ ଗୁରେ ଏ ବାକୁ ଡାକିଲୁ ଏ ବା ନଥିଲେ ତୁ ବଞ୍ଚିଥାନ୍ତୁ ତୋ ଅବସ୍ଥା ଥାନ୍ତା କି ତ ବ୍ୟାଟେରୀ ପୁରା ଫ୍ୟୁଜ ହେଇକି ରହିଥାନ୍ତେ କିରେ ଘାଟ କୂଳେ ଥିଲୁ ଥାଇ ଅନାଇଥିବାର ପାଇ ଘାଟ କୂଳେ ଥିଲୁ ଯାଇ କିରେ ପଦ ଦୌତ କରି ମତେ ବାର କରିଲୁ ସତେ କିରେ ଦେଖେ ତାକୁ ଡୁଙ୍ଗୁ ବାପୁରେ ଏ ପଦମାନ ଶୁଣିଲେ ମତେ ଡର ଲାଗୁଛି ଗୋଟେ ରରେ ବୋଲେ ଗୋଟେ ବରେ ଆଉ ପ୍ରଥମ ପଦ ଗାଇଲେ କଣ ନା କି କହିବି ଏ କାଳିଆ ଶାନ୍ତ କବି ପରିଚୟ କଣ ଦେଲେ ଇଏ ହଉଛି କୀର୍ତ୍ତନ ଗାୟକ ଗଣେଶ ପ୍ରଧାନଙ୍କ ପଦ ଗାଇଲେ କଣ ହଉ ଛାଡେ ହଉ ପଦା ଭିତରେ ଚୁଟି କଟା ଚୁଟି ଠାରୁ ମାଡ଼ ଖାଇଛି ଡାକିରେ ଚୁଟି କଟା ଚୁଟିଆ ମାଉସୀ ପତହର ତ ଭଉଣୀ କଲା ନଜର ତ ଭଉଣୀ କଲା ମାଉସୀ ପତହର ଭଉଣୀ କଲା ନଜର ଭଉଣୀ
ଆଉ ପଦେ ପଦେ ଆଜ୍ଞା ବଜା କିରେ ନୀଲଜିଆ ଏ ବୁଢାଟା କିରେ ନୀଲଜିଆ ଏ ବୁଢାଟା କରୁଛି ଠକା କିରେ ନୀଲଜିଆ ଏ ବୁଢାଟା କିରେ 7 ବର୍ଷର ତ ଭଉଣୀ ଯମୁନା ଗର୍ଭରେ ରାଣୀ ଯମୁନା ଗର୍ଭରେ ରାଣୀ কিরে পরা সঙ্গে পরা লাগিলা ঠোঁটা কিরে দেখো দেখো এ বুড়াটা কিরে তম বংশর কাহানি ভাই সঙ্গে মিত্রমণি ভাই সঙ্গে মিত্রমণি কিরে ভাই কু ভৌণী নেলা কিরে ভাই কু ভৌণী নেলা তম তু বুঝি পারিবনি কিয়ে খালি কইলু হাতটি কেলা খালি কইব অর্জুন তাকুরিলা তম বংশ কেউট বংশর ভাই জনে ভৌণী কু নেলা দেখি ଆମେ ଆମ ବହି ଟିକେ ଅଲଗା ତମ ବହି ଟିକେ ହଁ କି ହଁ ତମର ମହାରାଷ୍ଟ୍ର ଆଇଛି ବୋଧେ ହଉ ତମର ସରି ସାରୁ ତମର ଓଡିଆ ବହି ନୁହଁ ତମର କେସ ପ୍ରବଳ ତମର ସରି ସାରୁ ମୁଁ କହିବି ତୁଇ ହଁ ତମର ଇଂଲିଶ ଆଉ ତମର ନେପାଳୀ ଆମେ ଓଡିଆ ତମେ ଆମ ଭାଷା ବଢିଆ ହଉ 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 ପଖାଳ ଆମର ବଢିଆ হ্যালো ତମର ବିରିୟାନୀ ଭଲ ତମେ ଭଲ ତମେ ଇଂଲିଶ ନା ତମ ଘର ଆଡେ ଇଂଲିଶ ପଶିଯାଇଥିଲା କିରେ ଭାଇକୁ ଭଉଣୀ ନେଲା କିରେ ଭାଇକୁ ଭଉଣୀ ନେଲା ଲାଗିଛି ଥିଟା କିରେ ଶୁଣ ଟାଟା ହ୍ୟାଲୋ